আজি ସିନ୍ଦୁରର ଅଧିକାର ସିରିଏଲରେ ଦେଖିବାକୁ ପାଇବେ ଆରବ ସମସ୍ତଙ୍କୁ ଇତିଙ୍କ ବିଷୟରେ କହିବା ପରେ ସମସ୍ତେ ଯିବେ ସାରଙ୍ଗ। ହଁ ଦର୍ଶକ ବନ୍ଧୁ, ଆରବ ଯେତେବେଳେ ଘରକୁ ଫେରିବେ ସେତେବେଳେ ଦାମିନୀ କହିବେ, ମୁଁ ତ ବୁଝିପାରୁନି ଆରବ, ଏମିତି ତୋଷ କଣ ହେଲା ଯେ ତତେ ସେଠି ରହିବାକୁ ପଡ଼ିଲା। ତାପରେ ଆରବ କହିବେ, ମମ୍, ମୁଁ ସବୁ କଥା ତମକୁ କହିପାରିବିନି। ଏହାପରେ ଦାମିନୀ କହିବେ, ତୁ ସବୁବେଳେ ଦାୟିତ୍ୱହୀନ ହେଉଥିବୁ ଆଉ ମୁଁ ସବୁବେଳେ ଅଣଦେଖା କରିପାରିବିନି। ତାପରେ ଆରବ ରାଗି ଯାଇ କହିବେ, କାରଣ ଶୁଣିବାକୁ ଚାହୁଁଛ ନା? ତାହେଲେ ଶୁଣ, ମୁଁ ସାରଙ୍ଗାରେ ଇତିଙ୍କୁ ଦେଖିଲି। ଏହାପରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ତାପରେ ଦାମିନୀ ଆଶ୍ଚର୍ଯ୍ୟ ହୋଇ କହିବେ, ତୁ ସତ କହୁଛ ଆରବ? ଏମିତି କେମିତି ହୋଇପାରିବ? ସିଏ ତ ମରି ଯାଇଥିଲା। ଏହାପରେ ସମସ୍ତେ ସାରଙ୍ଗା ଯିବେ, କାହିଁକି ନା ଆରବ ସତ କହୁଛି ନା ମିଛ କହୁଛି ଜାଣିବା ପାଇଁ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ ଆଜି ଏମିତି ଏକ ଦମଦାର ଏପିସୋଡ ଦେଖିବାକୁ ମିଳିବ। ଆପଣଙ୍କୁ କଣ ଲାଗୁଛି? ଇତି ବଞ୍ଚିଛନ୍ତି ବୋଲି ସମସ୍ତଙ୍କୁ କହିବାର ଥିଲା କି ଆରବକୁ? ଯଦି ହଁ, ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।